ଝାରସୁଗୁଡ଼ା ଜିଲ୍ଲା ବ୍ରାହ୍ମଣ ସମାଜର ବାର୍ଷିକ ସାଧାରଣ ସଭା ଲଖନପୁର ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଜାପାହାଡ଼ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଭଗବାନ ପରଶୁରାମଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସଭାର ବରିଷ୍ଠ ସଦସ୍ୟ ସରୋଜ ତ୍ରିପାଠୀଙ୍କ ଦ୍ୱାରା ବ୍ରାହ୍ମଣ ସମାଜର ପତାକା ଉତ୍ତୋଳନ କରାଯାଇଥିଲା। ଦିବଂଗତ ବ୍ରାହ୍ମଣ ସମାଜର ସଦସ୍ୟମାନଙ୍କ ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ରାହ୍ମଣ ସମାଜର ସଭାପତି ରବୀନ୍ଦ୍ର ଦୀକ୍ଷିତଙ୍କ ସଭାପତିରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବରିଷ୍ଠ ସଦସ୍ୟ ପ୍ରଫେସର ଲଳିତ ମୋହନ ଦାସ, ସୀତାରାମ ମିଶ୍ର, ବାଲଗୋବିନ୍ଦ ମିଶ୍ର, ଆଦିତ୍ୟ ପୂଜାରୀ, ତପସ୍ୱିନୀ ତିୱାରୀ, ହିମାଂଶୁ ମୋହନ ମିଶ୍ର, ହରେକୃଷ୍ଣ ମିଶ୍ର, ରଘୁନନ୍ଦନ ପଣ୍ଡା ବ୍ରାହ୍ମଣ ସମାଜର ଚଳନୀରେ ଦେଖାଦେଇଥିବା ଅବକ୍ଷୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ବ୍ରାହ୍ମଣ ସମାଜ ଆଗାମୀ ଦିନରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତାମତ ପ୍ରଦାନ କରିଥିଲେ। ସମ୍ପାଦକ ହିମାଂଶୁ ଶେଖର ବଡ଼ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଦୀପ କୁମାର ହୋତା ବାର୍ଷିକ ଖର୍ଚ୍ଚ ଉପସ୍ଥାପନ କରିଥିଲେ ଏବଂ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଥିଲା। ସହ ସମ୍ପାଦକ ରାଜେଶ ପାଢ଼ୀ ସମାଜର ଆସନ୍ତା ବର୍ଷର କାର୍ଯ୍ୟକ୍ରମ ସାମୂହିକ ବ୍ରତ, ସାମୂହିକ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ। ଡକ୍ଟର ସଂଯୁକ୍ତା ହୋତା, ରାଜୀବ ପାଟଯୋଶୀ, ଅନ୍ତର୍ଯାମୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ପ୍ରମୋଦ ସେନାପତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉଚ୍ଚ ବଂଶ ଉଚ୍ଚ ପଦବୀ ଯେ ସମାଜ ଆମକୁ ଦେଇ ଆସିଥିଲା ଆଗରୁ ଦେଇଛି ବି ବର୍ତ୍ତମାନ ସୁଦ୍ଧା ଆମେ ତ ଯଦି ତାକୁ କ୍ଷୁଣ୍ଣ ନ କରୁ ତାହେଲେ ଆମେ ଆଜି ପର୍ଯ୍ୟନ୍ତ ପାଇ ଆସିଛୁ, ପାଇବୁ ବି ଭବିଷ୍ୟତରେ। ଏ ଆଶା ବି ଅଛି, ଏ ବିଶ୍ୱାସ ବି ଅଛି। ସେ ସ୍ଥଳରେ ଆମ ଭିତରୁ ଯଦି କାହାକୁ ଏ ସମ୍ବନ୍ଧରେ କିଛି କହିବାକୁ ପଡ଼େ ଯେ ଆପଣ ଆସିକିରି ଏଠି ବସନ୍ତୁ, ଆପଣ ଆସିକିରି ଏଠି ଶୁଣନ୍ତୁ, ତ ଏହାଠୁ ଆଉ ଦୁଃଖର ବିଷୟ କିଛି ନାହିଁ। ଯାହା ହଉ ବର୍ତ୍ତମାନ ମୁଁ ମୋର ବିଷୟ ପ୍ରସଙ୍ଗକୁ ଆସୁଛି ଯେ ଆମର ଡକ୍ଟର ଶ୍ରୀମତୀ ହୋତା ଗୋଟେ ପ୍ରସ୍ତାବ ଦେଲେ ଯେ ପିଲାମାନଙ୍କୁ, ଆମର ବ୍ରାହ୍ମଣ ପିଲାମାନଙ୍କୁ ପ୍ରତିବର୍ଷ ଯେଉଁମାନେ ଭଲ ନମ୍ବର ରଖୁଛନ୍ତି ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁକି ଗୋଟେ ବ୍ୟବସ୍ଥା। ମୁଁ କହିବି ଏ କଥା ଆମେ କରିଆସୁଛୁ 2003ରୁ ନେଇକି 2007 ଭିତରେ ଆମେ ପ୍ରତିବର୍ଷ ପୁରା 19 ମୌଜା ଠାରୁ ନେଇକରି ଆମେ ତଥ୍ୟ ମାଗୁଥିଲୁ। ଯେଉଁମାନେ ଆମ ବ୍ରାହ୍ମଣ ସମାଜର ଝିଅ ହେଉ ପୁଅ ହେଉ ସର୍ବୋଚ୍ଚ ନମ୍ବର ରଖୁଥିଲେ, କଲେଜର ନାହିଁ